ନମସ୍କାର, ଜୟ ଜଗନ୍ନାଥ। ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ କେତେକ କଥା ଯେ ଆପଣ ସବୁବେଳେ ମନେ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବହୁତ ଉନ୍ନତି ହେବ। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଇଥାନ୍ତି। ଯେତେବେଳେ ଠିକ୍ ବୁଝିବାର ସମୟ ଆସିଥାଏ ସେତେବେଳେ ସବୁକିଛି ସରିଯାଇଥାଏ। ମିଛ ଯେତେ ଜୋରରେ ଶବ୍ଦ କରୁ ପଛେ କିନ୍ତୁ ସତ୍ୟର ଆଗରେ ସର୍ବଦା ସେ ଦବି ଯାଇଥାଏ। ତୁମେ ଯେତେ ବି ଛଳନା କରି ଉପରକୁ ଯାଅ ପଛକେ ତାର 2 ଗୁଣ ନିଶ୍ଚିନ୍ତ ତଳକୁ ଆସିଯିବ। ତେଣୁ ଛଳନା କରି କିଛି ବି ହାସଲ କରିହୁଏ ନାହିଁ। ସର୍ବଦା ସତ୍ୟ, ନ୍ୟାୟ ଓ ଧର୍ମ ପଥରେ ଯିଏ ଚାଲିବାକୁ ଚେଷ୍ଟା କରନ୍ତି କେବେ ବି ପରିସ୍ଥିତି ବାହାନା କରି ଏଥିରୁ ଓହରିଯାଅ ନାହିଁ। କାହିଁକି ନା ଯେ ସତ୍ୟ ନ୍ୟାୟରେ ଚାଲନ୍ତି ସେ କେବେ ବି ପଛକୁ ଯାଆନ୍ତି ନାହିଁ। ଲକ୍ଷ୍ୟସ୍ଥଳକୁ ଅଧା ବାଟ ଯିବା ପରେ କେବେ ଫେରି ଆସନ୍ତୁ ନାହିଁ। କାରଣ ଫେରି ନ ଆସିବାର ମୁଖ୍ୟ କାରଣ ଏହା କି ଶକ୍ତିର ଅପଚୟ ଓ ଅଧା ବାଟ ଅତିକ୍ରମ କରିବା ପାଇଁ ଆପଣ ନିଜର ବହୁତ ମୂଲ୍ୟ ସମୟ ଦେଇଛନ୍ତି। ସମୟ ଏବଂ ଶକ୍ତି ଖର୍ଚ୍ଚ ଯେଉଁ କରିସାରିଛନ୍ତି, ତେଣୁ ସମାନ ପରିଶ୍ରମ ଫେରିବା ପାଇଁ ବି ସମାନ ପରିଶ୍ରମ ଲାଗିଥାଏ। ତେଣୁ ସେହି ଯେଉଁ ପରିଶ୍ରମ ଆଗକୁ ଆପଣ ଯିବା ପାଇଁ ଲଗାଇଛନ୍ତି, ଯଦି ବାଟରୁ ବନ୍ଦ କରିଦେବେ ତାହେଲେ ସେ ପରିଶ୍ରମର ଫଳ ଆପଣଙ୍କୁ ଆଉ ମିଳିବ ନାହିଁ। ତେଣୁ ଆଶା ଏବଂ ସଫଳତା ଆଗକୁ ଆଉ ଟିକିଏ ଗଲେ ଆପଣଙ୍କୁ ନିଶ୍ଚିନ୍ତ ନିଜର ଲକ୍ଷ୍ୟ ହାସଲ କରିପାରିବେ। ତେଣୁ ଅଧା ବାଟରୁ କେବେ ଲଉଟି ପଳେଇ ଆସନ୍ତୁ ନାହିଁ। ତେଣୁ ଏପରି ଭାବନ୍ତୁ, ମନୋବଳ ଦୃଢ଼ କରନ୍ତୁ, କଷ୍ଟକୁ ସାମ୍ନା କରି ଆଗକୁ ପୁଣି ବଢ଼ନ୍ତୁ। ଦେଖିବେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ଓ ଆପଣଙ୍କର ଯେଉଁ ଅସଫଳତାର ଯେଉଁ ମନଟା ସେ ପୁଣି ସଫଳତାରେ ପରିଣତ ହୋଇଯାଏ। ଅଧା ବାଟରୁ ଫେରିଗଲେ ଜୀବନ ସାରା ଯଦି ଆଗକୁ ଯାଇଥାନ୍ତି ବୋଲି ଭାବିବା ବି ଆପଣଙ୍କ ମନରେ ସବୁବେଳେ ଦୁଃଖ ଆସିଥାଏ। ତେଣୁ କେବେ ହେଲେ ଅଧା ବାଟରୁ ଘୁଞ୍ଚାନ୍ତୁ ନାହିଁ। ଯେତେ ପରିଶ୍ରମ କରିଛନ୍ତି ପୁଣି ଟିକେ ପରିଶ୍ରମ କଲେ ନିଶ୍ଚିନ୍ତ ଆପଣଙ୍କର ସଫଳ ନିଶ୍ଚିନ୍ତ ଆପଣଙ୍କ ପାଖକୁ ଆସିବ। କାହାକୁ ଭୁଲ ବୁଝିବା ଆଗରୁ ଥରେ ତାର ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରିବା କଥା। କାହିଁକି ନା ମଣିଷ ବେଳେବେଳେ ପରିସ୍ଥିତିରେ ପଡ଼ି ଭୁଲ କାର୍ଯ୍ୟ କରିଥାଏ। ତେଣୁ ପରିସ୍ଥିତି ଦେଖି ତାଙ୍କର ସବୁ ଭୁଲକୁ ସୁଧାରି ଦେଉଛନ୍ତି ତାଙ୍କୁ କ୍ଷମା କରିବା ଉଚିତ। ସ୍ୱାର୍ଥ ଥିଲେ ସବୁ ନିଜର କୁହନ୍ତି, ଆଉ ସ୍ୱାର୍ଥ ସରିଗଲେ ସବୁ ଅଚିହ୍ନା ଲାଗନ୍ତି। ଏ ହେଉଛି ଆଜିର ଦୁନିଆର ବାସ୍ତବତା। ତେଣୁ ସ୍ୱାର୍ଥ ଥିବା ଲୋକଙ୍କ ପାଖକୁ କେବେ ଆପଣ ନିଜର ବନ୍ଧୁତା କରନ୍ତୁ ନାହିଁ ନା ସମ୍ପର୍କ ଗଢ଼ନ୍ତୁ ନାହିଁ। ସଫଳତାର ଚାବି ହେଉଛି ଆତ୍ମବିଶ୍ୱାସ। ତେଣୁ ଆତ୍ମବିଶ୍ୱାସ ତା ସହିତ ଯଦି ଆପଣଙ୍କର ପରିଶ୍ରମ ଥିବ ନିଶ୍ଚିନ୍ତ ଆପଣ ସଫଳତା ପାଇବେ। ଏଥିରେ କେହି ବି ଆପଣଙ୍କୁ ହରାଇ ପାରିବେ ନାହିଁ। ଆଘାତ ଏପରି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ। କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ବି ଆପଣ ଆଘାତ ପାଇନାହାନ୍ତି ସେ ପର୍ଯ୍ୟନ୍ତ ମଣିଷ ସଠିକ୍ ରାସ୍ତାକୁ ଆସିପାରିନଥାଏ। ତେଣୁ ଥରେ ଯଦି ଆଘାତ ମିଳିଛି ଦେଖିବେ ଆଗକୁ ଆପଣଙ୍କୁ ବହୁତ ବଡ଼ ସଫଳତା ନେଇ ଆସିବ ଓ ଆପଣଙ୍କୁ କିଛି ଶିଖିବାର ଜ୍ଞାନ ମଧ୍ୟ ନେଇ ଆସିଛି। ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନଥିଲେ। ମଣିଷର ବ୍ୟବହାର ଦ୍ୱାରା ଶତ୍ରୁ ମିତ୍ର ସୃଷ୍ଟି ହୋଇଥାନ୍ତି। ଯାହା ସହଜରେ ମିଳିଯାଏ ତାହା ସବୁଦିନ ରହିନଥାଏ, ଆଉ ଯାହା ସହଜରେ ମିଳିଯାଏ ତାହା ସବୁଦିନେ ସହଜରେ ଯିଏ ମିଳିଯାଏ ତାହା ମିଳେ। ଯେଉଁ ସହଜରେ ଯିଏ ମିଳିନଥାଏ ସେ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ସମ୍ପର୍କର ମୃତ୍ୟୁ ନାହିଁ, ମଣିଷର ସ୍ୱଭାବ, ବ୍ୟବହାର, ଅହଙ୍କାର ଏହାକୁ ମାରି ଦେଇଥାଏ।
କିଛି ଦୁଃଖ ଏମିତି ଆସେ ନୀରବରେ ଯେ ସହିବାକୁ ପଡ଼ିଥାଏ। ସେଥିପାଇଁ ନିଜଠାରୁ ବଡ଼ ବନ୍ଧୁ ଏ ଦୁନିଆରେ କେହି ବି ନାହାନ୍ତି। ସେଥିପାଇଁ ନିଜ ପାଇଁ କିଛି ସମୟ ଦିଅନ୍ତୁ। ସାଙ୍ଗରେ ରହିକି ଯିଏ ଛଳ କରିଥାଏ ତାଠାରୁ ବଡ଼ ଶତ୍ରୁ ଏ ଦୁନିଆରେ କେହି ନାହିଁ। ମୁହଁ ଆଗରେ ଯିଏ ତୁମର ଖରାପ ଗୁଣକୁ କହେ ତାଠାରୁ ବଳି କେହି ମିତ୍ର ବି ନାହିଁ। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ ତା ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରେ ନିଶ୍ଚିନ୍ତ ପହଞ୍ଚି ଯାଇଥାଏ। ଜୀବନରେ ପ୍ରତ୍ୟେକ ପର୍ଯ୍ୟାୟରେ ସମସ୍ୟା ରହିଥିଲେ କିନ୍ତୁ ଏହି ସମସ୍ୟା ଠାରୁ ଉପରକୁ ଉଠିବା ସର୍ବଶ୍ରେଷ୍ଠ ସାଧନ ହେଉଛି ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ। ପରୋପକାର ସ୍ୱତଂ ସମ୍ପୂର୍ଣ୍ଣ ପ୍ରାପ୍ତି ଅଟେ ଯାହା ଧନ ମାନ ସମ୍ମାନ ଓ ମର୍ଯ୍ୟାଦା ଠାରୁ ଅନେକ ଊର୍ଦ୍ଧ୍ୱରେ ରହିଥାଏ। ତେଣୁ ଶିକ୍ଷା ସେହି ଆସୁ ଯାହାଦ୍ୱାରା ଆମର ମାନସିକ ସଂକୀର୍ଣ୍ଣତା ନଷ୍ଟ ହୋଇ ମନ ବିକାଶଶୀଳ ହୋଇଥାଏ। ଜ୍ଞାନ ଏପରି ଯଦି ଥାଏ ଅହଙ୍କାର ଜନ୍ମ ହୁଏ ତେବେ ସେ ଜ୍ଞାନ ବିଷ ସହିତ ସମାନ। କିନ୍ତୁ ଯଦି ଜ୍ଞାନ ପରେ ଯଦି ନମ୍ରତା ସୃଷ୍ଟି ହୋଇଥାଏ ତେବେ ସେ ଜ୍ଞାନ ହେଉଛି ଅମୃତ ସହିତ ସମାନ। କର୍ମ ଛୋଟ ହେଉ କି ବଡ଼ ହେଉ, କର୍ମରେ ନିଜ ପେଟ ପୋଷୁଛନ୍ତି ତାକୁ କେବେ ନିନ୍ଦିବା କଥା ନୁହେଁ। ସମୟ ଆଜି ଖରାପ ଅଛି, କାଲି ପୁଣି ବଦଳି ଯାଇପାରେ। ତେଣୁ ଛୋଟ କର୍ମ ବଡ଼ କର୍ମ କହି କାହାକୁ ନିନ୍ଦନ୍ତୁ ନାହିଁ। ଶିକ୍ଷିତ ସେ ନୁହେଁ ଯିଏ କେବଳ ପାଠ ପଢ଼ାପଢ଼ିରେ ଅଟେ, ବରଂ ଶିକ୍ଷିତ ସେ ଅଟେ ଯାହାକୁ ଜଣାଥାଏ କାହା ସହ କେବେ କେଉଁଠି କିପରି କ'ଣ ଓ କେଉଁ ସୁରରେ କଥା ହେବା ଉଚିତ। ଯେଉଁମାନେ ଅନ୍ୟମାନଙ୍କୁ ଆଘାତ କରନ୍ତି ସେମାନେ ନିଶ୍ଚିନ୍ତ ଭାବରେ କଷ୍ଟ ପାଇବେ। କୌଣସି ପରିସ୍ଥିତିରେ ଏଥିରୁ ରକ୍ଷା ପାଇପାରିବେ ନାହିଁ। କାହାକୁ ଖରାପ କଥା ବା ବଦନାମ କରି ଖୁସି ହୁଅନ୍ତୁ ନାହିଁ, ନା ସେ ଖୁସି ଆପଣଙ୍କ ଦୁଃଖର କାରଣ ହୋଇପାରେ। ସେଥିପାଇଁ ପର କଥା କିଛି ଯେ ପର କଥାରେ ଏମିତି ଗୋଟେ କଥା ଅଛି ନା, ଯେ ପଞ୍ଚେ ପରମ ମନ୍ଦ ତା ମନ୍ଦ ପାରନ୍ତି ଗୋବିନ୍ଦ। ନମସ୍କାର ବନ୍ଧୁଗଣ, ଆଜି ମୁଁ ଏଇ ଭିଡ଼ିଓଟି ଏଇଠି ମୁଁ ରଖୁଛି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ ଦୟାକରି କମେଣ୍ଟରେ ଆପଣଙ୍କର ମତାମତ ଲେଖିକି ଦେବେ ଏବଂ ଭିଡ଼ିଓଟିରେ ଲାଇକ୍ ସେୟାର କରିବା ସହିତ ହାଇ ପଏଣ୍ଟରେ ଆପଣ ଦୟାକରି ହାଇ ପଏଣ୍ଟରେ ଦେବେ ଏବଂ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନଥିବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଦିନଟି ଆପଣଙ୍କର ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।